ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ମନୁଷ୍ୟ ଶରୀରରେ ହାରାହାରି କେତେ ଭାଗ ଜଳ ରହିଥାଏ? ଅପସନ୍ ଏ 25 ଭାଗ, ଅପସନ୍ ସି 40 ଭାଗ, ଅପସନ୍ ସି 60 ଭାଗ, ଅପସନ୍ ଡି 85 ଭାଗ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି 60 ଭାଗ। ତ ଫ୍ରେଣ୍ଡସ୍ ଜଣେ ସାଧାରଣ ମନୁଷ୍ୟର ଯାହାକି ଜଳ ରହିଥାଏ 60%, ଠିକ୍ ଅଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଖେଳର ନାମ କ'ଣ? ଅପସନ୍ ଏ କ୍ରିକେଟ, ଅପସନ୍ ବି ଫୁଟବଲ, ଅପସନ୍ ସି କବାଡି, ଅପସନ୍ ଡି ହକି। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ହକି। ତ ଫ୍ରେଣ୍ଡସ୍ ଆମ ଦେଶର ଜାତୀୟ ଖେଳର ନାମ ହେଉଛି ହକି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଆଧାର କାର୍ଡ଼ର ବୈଧତା କେତେ ବର୍ଷ ହୋଇଥାଏ? ଅପସନ୍ ଏ 2 ବର୍ଷ, ଅପସନ୍ ବି 10 ବର୍ଷ, ଅପସନ୍ ସି 38 ବର୍ଷ, ଅପସନ୍ ଡି ସବୁଦିନ ପାଇଁ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ସବୁଦିନ ପାଇଁ। ତ ଫ୍ରେଣ୍ଡସ୍ ଆଧାର କାର୍ଡ଼ ଯଦି ଗୋଟିଏ ଥର ବନାଇବେ ତାହେଲେ ଏହା ସବୁଦିନ ପାଇଁ ଭ୍ୟାଲିଡ୍ ରହିବ ବା ତା'ର ବୈଧତା ରହିବ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ଅପସନ୍ ଏ ଗୁଜରାଟ, ଅପସନ୍ ବି ଓଡ଼ିଶା, ଅପସନ୍ ସି ମହାରାଷ୍ଟ୍ର, ଅପସନ୍ ଡି ଗୋଆ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଗୁଜରାଟ। ତ ଫ୍ରେଣ୍ଡସ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତର ଗୁଜରାଟ ରାଜ୍ୟରେ ଅବସ୍ଥିତ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଭାରତୀୟ ମୁଦ୍ରା ଉପରେ ମଙ୍ଗଳଯାନର ଫଟୋ ଅଛି? ଅପସନ୍ ଏ 50 ଟଙ୍କିଆ ମୁଦ୍ରା, ଅପସନ୍ ବି 100 ଟଙ୍କିଆ, ଅପସନ୍ ସି 200 ଟଙ୍କିଆ, ଅପସନ୍ ଡି 2000 ଟଙ୍କିଆ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 2000 ଟଙ୍କିଆ। ତ ଫ୍ରେଣ୍ଡସ୍ 2000 ଟଙ୍କିଆ ମୁଦ୍ରା ଉପରେ ଯାହାକି ମଙ୍ଗଳଯାନର ଫଟୋ ରହିଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ପାଣି ଉପରେ ଭାସିଥାଏ? ଅପସନ୍ ଏ ତେଲ, ଅପସନ୍ ବି ଦୁଗ୍ଧ, ଅପସନ୍ ସି ଲୁଣ, ଅପସନ୍ ଡି ମାଟି। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ତେଲ। ତ ଫ୍ରେଣ୍ଡସ୍ ତେଲଟି ଯାହାକି ଆମର ପାଣି ଉପରେ ଭାସେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଦୁନିଆର ସବୁଠାରୁ ଅଧିକ ବେଗ କାହାର? ଅପସନ୍ ଏ ସୁପରସୋନିକ୍ ଟ୍ରେନ୍, ଅପସନ୍ ବି ଉଡ଼ାଜାହାଜ, ଅପସନ୍ ସି ରକେଟ୍, ଅପସନ୍ ଡି ଆଲୋକ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଆଲୋକ। ତ ଫ୍ରେଣ୍ଡସ୍ ଆଲୋକର ବେଗ ସବୁଠାରୁ ଅଧିକ ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଆଲୋକର ବେଗ ସେକେଣ୍ଡ ପ୍ରତି କେତେ? ଅପସନ୍ ଏ 30,000 କିଲୋମିଟର, ଅପସନ୍ ବି 3 ଲକ୍ଷ କିଲୋମିଟର, ଅପସନ୍ ସି 30 ଲକ୍ଷ କିଲୋମିଟର, ଅପସନ୍ ଡି 3 କିଲୋମିଟର। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି 3 ଲକ୍ଷ କିଲୋମିଟର। ତ ଫ୍ରେଣ୍ଡସ୍ ଆଲୋକର ବେଗ ସେକେଣ୍ଡ ପ୍ରତି 3 ଲକ୍ଷ କିଲୋମିଟର ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର ସବୁଠାରୁ ବଡ଼ ପକ୍ଷୀର ନାମ କ'ଣ? ଅପସନ୍ ଏ ମୟୂର, ଅପସନ୍ ବି ଓଟ ପକ୍ଷୀ, ଅପସନ୍ ସି କୁକୁଡ଼ା, ଅପସନ୍ ଡି ବଗ। ତ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଓଟ ପକ୍ଷୀ। ତ ଫ୍ରେଣ୍ଡସ୍ ବିଶ୍ୱର ସବୁଠାରୁ ବଡ଼ ପକ୍ଷୀ ଓଟ ପକ୍ଷୀ ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟଙ୍କର ସବୁଠାରୁ ନିକଟତମ ଗ୍ରହର ନାମ କ'ଣ? ଅପସନ୍ ଏ ଶୁକ୍ର ଗ୍ରହ, ଅପସନ୍ ବି ପୃଥିବୀ ଗ୍ରହ, ଅପସନ୍ ସି ବୁଧ ଗ୍ରହ, ଅପସନ୍ ଡି ମଙ୍ଗଳ ଗ୍ରହ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।